12 ବର୍ଷ ପରେ ସୂର୍ଯ୍ୟ ବୃହସ୍ପତିଙ୍କ ବିରଳ ସଂଯୋଗ ତିନି ରାଶିଙ୍କ ପାଇଁ ବରଦାନ। ଅଚାନକ ହେବେ ଧନୀ। ବନ୍ଧୁଗଣ, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବୈଦିକ ଜ୍ୟୋତିଷରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି ବିବେଚନା କରାଯାଏ। ଯେତେବେଳେ ବୃହସ୍ପତିଙ୍କୁ ଦେବତାମାନଙ୍କର ଗୁରୁ ବୋଲି ବିବେଚନା କରାଯାଏ। କୁହାଯାଏ ଯେ ଯେଉଁମାନଙ୍କର କୁଣ୍ଡଳୀରେ ଏହି ଦୁଇଟି ଗ୍ରହ ଏକ ଦୃଢ଼ ସ୍ଥିତିରେ ଅଛନ୍ତି ସେମାନଙ୍କୁ ଧନୀ ଏବଂ ସମୃଦ୍ଧ ହେବାରୁ କେହି ବି ରୋକିପାରିବ ନାହିଁ। ବନ୍ଧୁଗଣ, ନଭେମ୍ବର 16 ତାରିଖରେ ବୃହସ୍ପତି ବିଛା ରାଶିରେ ପ୍ରବେଶ କରିବେ। ବନ୍ଧୁଗଣ, କର୍କଟ ରାଶିରେ ବୃହସ୍ପତି ସହିତ ନବପଞ୍ଚମ ଯୋଗ ସୃଷ୍ଟି କରିବେ। ଏହି ସଂଯୋଗ କିଛି ରାଶିର ଭାଗ୍ୟକୁ ଉଜ୍ଜ୍ୱଳ କରିବ। ଜାଣନ୍ତୁ ସେମାନେ କେଉଁ ରାଶି? ବନ୍ଧୁଗଣ, ପ୍ରଥମ ରାଶିଟି ହେଉଛି କର୍କଟ ରାଶି। ଆପଣ କିଛି ଭଲ ଖବର ଶୁଣିପାରନ୍ତି। ବନ୍ଧୁଗଣ, ନବପଞ୍ଚମ ରାଜଯୋଗ କର୍କଟ ରାଶିର ଲୋକଙ୍କୁ ବହୁତ ଲାଭ ଦେବ। ଆପଣ କିଛି ଭଲ ଖବର ଶୁଣିପାରନ୍ତି। ଆପଣ ସରକାରୀ କାର୍ଯ୍ୟରେ ସଫଳତା ପାଇବେ। ଆପଣଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ବନ୍ଧୁଗଣ, ବ୍ୟବସାୟରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ଆପଣ ବିଦେଶରେ ଚାକିରି ପାଇପାରନ୍ତି। ଏକ ବହୁଦିନର ଇଚ୍ଛା ପୂରଣ ହେବ। ଘରେ ପରିବେଶ ଅତ୍ୟନ୍ତ ସକାରାତ୍ମକ ରହିବ। ବନ୍ଧୁଗଣ, ଦ୍ୱିତୀୟଟି ହେଉଛି ତୁଳା ରାଶି। ଆପଣଙ୍କର ଭଲ ସମୟ ଆରମ୍ଭ ହେବାକୁ ଯାଉଅଛି। ବନ୍ଧୁଗଣ, ନବପଞ୍ଚମ ରାଜଯୋଗ ଆପଣଙ୍କୁ ଧନର ବର୍ଷା କରିବା। ଆପଣଙ୍କର ଭଲ ସମୟ ଆରମ୍ଭ ହେବାକୁ ଯାଉଅଛି। ଆପଣଙ୍କୁ ଆପଣଙ୍କ କଠିନ ପରିଶ୍ରମର ଫଳ ମିଳିବ। ବନ୍ଧୁଗଣ, ହଠାତ୍ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି। ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ବନ୍ଧୁଗଣ, ଆପଣଙ୍କୁ ଏକ ନୂତନ ପ୍ରକଳ୍ପ ମିଳିପାରେ। କାର୍ଯ୍ୟରେ ପଦୋନ୍ନତିର ସମ୍ଭାବନା ଅଛି। ଆପଣ ନୂତନ ସମ୍ପତ୍ତି କିଣିପାରନ୍ତି। ବନ୍ଧୁଗଣ, ଏକ ପ୍ରମୁଖ ବ୍ୟବସାୟିକ ଚୁକ୍ତି ଚୂଡ଼ାନ୍ତ ହୋଇପାରେ। ବନ୍ଧୁଗଣ, ଧନୁ ରାଶି, ଏକ ସୁବର୍ଣ୍ଣ ସମୟ ଆସିବାକୁ ଯାଉଅଛି। ଧନୁ ପାଇଁ ଏକ ସୁବର୍ଣ୍ଣ ସମୟ ଆସିବାକୁ ଯାଉଅଛି। ଆପଣଙ୍କର ସମସ୍ତ ସ୍ୱପ୍ନ ପୂରଣ ହେବ। ଦୀର୍ଘ ସମୟ ଧରି ପଡ଼ି ରହିଥିବା ଯେକୌଣସି କାମ ସମାପ୍ତ ହେବ, ଆରମ୍ଭ ହେବ। ଆପଣ ବିଦେଶରେ ଚାକିରି ପାଇପାରନ୍ତି। ବନ୍ଧୁଗଣ, ଆପଣଙ୍କର ଆର୍ଥିକ ସ୍ଥିତିରେ ଯଥେଷ୍ଟ ଉନ୍ନତି ହେବ। ବନ୍ଧୁଗଣ, ମୀନ ରାଶି, ଆପଣଙ୍କୁ ଭାଗ୍ୟର ପୂର୍ଣ୍ଣ ସାଥ ମିଳିବ। ନବପଞ୍ଚମ ରାଶି ଯୋଗ ଆପଣଙ୍କ ପାଇଁ ମଧ୍ୟ ଶୁଭ ସାବ୍ୟସ୍ତ ହେବ। ବନ୍ଧୁଗଣ, ଆପଣଙ୍କର ସହିତ ଭାଗ୍ୟର ପୂର୍ଣ୍ଣ ସାଥ ରହିବ। ଆପଣଙ୍କର ଧନ ବୃଦ୍ଧି ହେବ। ଆପଣ ଆପଣଙ୍କର କର୍ମକ୍ଷେତ୍ରରେ ସଫଳତା ପାଇବେ। ଦୀର୍ଘଦିନ ଧରି ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ କରିବା ଆରମ୍ଭ କରିବେ। ପୈତୃକ ସମ୍ପତ୍ତିରୁ ଆପଣଙ୍କୁ ଲାଭ ମିଳିବ। ବନ୍ଧୁଗଣ, କୋର୍ଟ କଚେରୀ ମାମଲାରେ ସଫଳତା ମିଳିପାରିବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଲୋକମାନେ ସଫଳ ହେବେ। ବନ୍ଧୁଗଣ,
ଆପଣ ଏକ ନୂତନ ଉଦ୍ୟମ ଆରମ୍ଭ କରିପାରନ୍ତି। ବନ୍ଧୁଗଣ, ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ, ଧନ୍ୟବାଦ।